ପାଇକ ବିଦ୍ରୋହ କଥା କହିଲା ବେଲେ ଆମେ ଓଡ଼ିଶାର ଗର୍ବ ଗୌରବକୁ ସ୍ମରଣ କରୁ। ଏହି ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ 1870 ରୁ 1825 ମସିହା ପର୍ଯ୍ୟନ୍ତ ଘଟିଥିଲା ଖୋର୍ଦ୍ଧା ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ। ଏହି ପାଇକ ବିଦ୍ରୋହ କଥାକୁ ଲୋକମାନେ ଯଥାର୍ଥ ଭାବରେ ହୃଦୟଙ୍ଗମ କରିପାରୁନାହାନ୍ତି। ବ୍ରିଟିଶ ସରକାର ଯେତେବେଳେ ଖୋର୍ଦ୍ଧା ଆସିଲେ, ଏହା ଥିଲା 961ତମ ରାଜ୍ୟ। ତା ପୂର୍ବରୁ 960ଟି ରାଜ୍ୟ ଜୟ କରିଥିଲେ। ଟିପୁ ସୁଲତାନ, ସିରାଜଉଦ୍ଦୌଲା କି ଆନ୍ଧ୍ର ଉପକୂଳର ଯେଉଁ ବିଦ୍ରୋହ କି ଗଜପତି ବିଦ୍ରୋହ, ବିଭିନ୍ନ ବିଦ୍ରୋହ ହୋଇଛି। କିନ୍ତୁ ଖୋର୍ଦ୍ଧା ବିଦ୍ରୋହରେ ସାମରିକ ଆଇନ ଯାହା ବ୍ରିଟିଶ ସରକାର ପୂର୍ବରୁ କେବେ ଲାଗୁ କରିନଥିଲେ, ତାହା 1817 ମସିହା ଏପ୍ରିଲ 14 ତାରିଖରେ ଘୋଷଣା କରିଥିଲା। ପୁରୀରେ ସାମରିକ ଆଇନ 3ଟା ଜାଗାରେ କରାହେଇଥିଲା, ପୁରୀ, ନିମାପଡ଼ା, ପିପିଲି। କାରଣ ଇଂରେଜ ସରକାର ଭିତରସ୍ଥ ଥିଲେ ଏବଂ ସେମାନେ ମନେ କରିଥିଲେ ଖୋର୍ଦ୍ଧାରେ ଯେଉଁ ବିପ୍ଳବ ଚାଲିଛି, ହୁଏତ ସେମାନେ ଖୋର୍ଦ୍ଧା ଏବଂ ଓଡ଼ିଶାରେ ମଧ୍ୟ ବିଦାୟ ନେବେ, ଏଇଭଳି ସେମାନଙ୍କ ଆଶଙ୍କା ଥିଲା। ଏଣୁ ଏଇ ଯେଉଁ ବିପ୍ଳବକୁ ଆମେ ମନେ ରଖିବା ପାଇଁ ଜୟୀରାଜଙ୍କ ରାଜବିଦ୍ରୋହ, ବକ୍ସିଙ୍କ ନେତୃତ୍ୱରେ ଯେଉଁ 8 ବର୍ଷ କାଳ ଯେଉଁ ସଂଗ୍ରାମ ହେଇଥିଲା, ଘୋର ସଂଗ୍ରାମ, ତାକୁ ମନେ ରଖିବା। କୃତିବାସ ପାଟ୍ଟଶାଣୀଙ୍କ ବିଦ୍ରୋହ ଏବଂ ତାପକ ଦଳବାର ବିଦ୍ରୋହ, ବିଭିନ୍ନ ପର୍ଯ୍ୟାୟରେ ଖୋର୍ଦ୍ଧାର ପାଇକମାନେ ଯେଉଁ ସଂଗ୍ରାମ କରିଛନ୍ତି, ତାହା ସଦାବେଳେ ସ୍ମରଣୀୟ ହୋଇ ରହିବ। ଆମେ ତାକୁ ମନେ ରଖିବା ଏବଂ ଏହା କଥା ଆକାରରେ, ଗୀତ ଆକାରରେ, ପ୍ରବନ୍ଧ ଆକାରରେ ବହୁଳ ଭାବରେ ପ୍ରଚାର ପ୍ରସାର କରାଗଲେ ପିଲାମାନେ ପଢ଼ିବେ। ଆଧୁନିକ ପିଢ଼ିର ପିଲାମାନେ ଅଧିକ ଭାବରେ ଜାଣିପାରୁନାହାନ୍ତି, ପାଇକ ବିଦ୍ରୋହ କ'ଣ ବୋଲି ବୁଝୁନାହାନ୍ତି। ଆମ ରାଜ୍ୟ ନ ହେଇକି ଅନ୍ୟ ରାଜ୍ୟରେ ଯଦି ଏଭଳି ବିଦ୍ରୋହ ହେଇଥାନ୍ତା, ତାହା କେଉଁଦିନୁ ଲୋକମାନେ ତାକୁ ବହୁଳ ପ୍ରଚାର ପ୍ରସାର କରିଥାନ୍ତେ। ଅବହେଳିତ ଅବସ୍ଥାରେ ପାଇକ ବିଦ୍ରୋହ ରହିଛି ଏବଂ ଏହାର ସ୍ମୃତି ରହିଛି। ତାକୁ ଅଧିକ ଭାବରେ ଉଜ୍ଜୀବିତ କରିବା ଆମର ସମସ୍ତଙ୍କର କର୍ତ୍ତବ୍ୟ। ମିଳିମିଶି ପ୍ରତ୍ୟେକ ଓଡ଼ିଆ ପାଇକ ବିଦ୍ରୋହ ପାଇଁ ଗର୍ବ ଏବଂ ଗୌରବ ଅନୁଭବ କରିବା ଉଚିତ। ଖୋର୍ଦ୍ଧାଗଡ଼ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଯଦିଓ ଆମେ କହୁଛେ ଏଇ ଯେଉଁ ହେଉଛି ଲାଲ ମାଟିର ଖୋର୍ଦ୍ଧାଗଡ଼, ହଜାର ହଜାର ବର୍ଷ ତଳେ ବି ଏ ଥିବ ଜାତୀୟର ସ୍ମୃତିସ୍ଥଳ, କିନ୍ତୁ ପ୍ରକୃତରେ ଖୋର୍ଦ୍ଧା ଦୁର୍ଗକୁ ଯାଇ ହେଉନି। ସମ୍ପୂର୍ଣ୍ଣ ଅବହେଳିତ, ଘାସ ଲଟା ବୁଦା ବଣରେ ଭର୍ତ୍ତି ହେଇଛି। ତାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଆଦୌ ଦୃଷ୍ଟି ଦିଆଯାଉନି। ସରକାର ସମ୍ପୂର୍ଣ୍ଣ ଅବହେଳା କରିଛନ୍ତି। ତାକୁ ସ୍ୱତନ୍ତ୍ର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଉ, ଗୋଟେ ନାମଫଳ ଲେଖାଯାଉ, ସମସ୍ତେ ଜାଣିପାରିବେ ଯେ ଏଇ ଖୋର୍ଦ୍ଧାଗଡ଼ ଏଇଠି ଥିଲା ବୋଲିକି। ଆମର ସ୍ୱର୍ଗତ ବିଶ୍ୱନାଥ ସାମନ୍ତ ବହୁତ ଉଦ୍ୟମ କରିଥିଲେ ସେ ଦିଗରେ, ସେ ନାହାନ୍ତି। କିନ୍ତୁ ଆମେ ଏବେ ସମସ୍ତେ ଚାହିଁବା ଯେ ମିଳିତ ଭାବରେ କିଭଳି ଖୋର୍ଦ୍ଧାଗଡ଼ର ବିକାଶ ଘଟିବ ଏବଂ ତାହା ଲୋକଲୋଚନକୁ ଆସିପାରିବ।